ସ୍ତ୍ରୀ ଯେତେବେଳେ ସ୍ନାନ କରିକି ଆସିବ ଗାଧେଇକି ଆସିବ ସେତେବେଳେ ଯେତିକି ସୁନ୍ଦରୀ ଦେଖାଯିବ ଆଉ କେତେ ସୁନ୍ଦରୀ ଯେତେ ଡ୍ରେସ ଯେତେ ପାଉଡର ଯେତେ ଅଳତା ଯେତେ ଲିପଷ୍ଟିକ ଯାହା ଲଗୁ ଯେତେ ଠେସିନାର ଜିନିଷ ପିନ୍ଧିଲେ ସୁନ୍ଦର ଦେଖାଯିବନି ନା ନାରୀ ଗାଧେଇକି ଆସିଲା ବେଳେ ଯୋଉ ସୁନ୍ଦର ଦେଖାଯାଏ ପୁରୁଷକୁ ସେ ସୁନ୍ଦର ଆଉ କୋଉଠି ନାହିଁ 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 କୃଷ୍ଣ ବସିଛନ୍ତି ରାଧା ଗାଧେଇକି ଆସୁଛନ୍ତି କେମିତି ଆଉଛି କି ରେ କେମିତି ମା ରାଧା ଗୋଟିଏ ପଦ ଗାଉଛି ହଁ କଲା ହଲଇ କଟି ହଲେ ବାହୁ ଯୁଗ পদক কান্তি আহে পদক কান্তি দূরରୁ দেখি রজ পদক কান্তি পবন কান্তি আহে পবন কান্তি জন্মা উধায় স্থল কমল ভ্রান্তি কমল ভাঙি আহে কমল ভাঙি হলি হলি কি মা রাধা গাধেইকি আসুছি কৃষ্ণ দেখিলে ଆଉ ସହି ପାରିଲେନି ରାଧା ରୂପକୁ ଦେଖିକି କୃଷ୍ଣଙ୍କର ବିନ୍ଦୁ ସ୍ଖଳନ ହେଇଗଲା ଉତ୍ତର ଦେଲେ କୃଷ୍ଣ କହିଲେ ରାଧା ପ୍ରଭୁ ଏ ବିନ୍ଦୁ ସ୍ଖଳନ ତ ହେଇଯାଇଛି ଏହାକୁ ଗ୍ରହଣ କର ନାଛି ପ୍ରଭୁ ତମ ପାଲା ହଉଛି ପାଲା ବାଲା ଇଏ ଆଜିକାଲି ଗୋଟେ ଗୀତ ବାହାରୁନି ଛି 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 ଲୋ ନାନୀ ଛି 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 ତମ ପାଲାଟି ହଉଛି ସେଇଆ କୃଷ୍ଣଙ୍କର ବିନ୍ଦୁ ସ୍ଖଳନ ହେଇଛି ରାଧାଙ୍କୁ ଉତ୍ତର ଦେଲେ ରାଧା ଏ ବିନ୍ଦୁକୁ ଗ୍ରହଣ କର ରାଧା କହିଲେ ଛି ଏ ସ୍ଖଳନ ହେଇଥିବା ପତିତ ବିନ୍ଦୁକୁ ମୁଁ ଗ୍ରହଣ କରିବି ସେଇଠି କୃଷ୍ଣ ଅଭିଶାପ ଦେଲେ କହିଲେ ମୋ ବିନ୍ଦୁକୁ ତମେ ଗ୍ରହଣ କଲ ନାହିଁ ବୋଲି ମୁଁ ତମକୁ ଅଭିଶାପ ଦଉଛି ତମେ ଜୀବନରେ କେବେ ମା ହେଇପାରିବନି ତମକୁ ଲୋକ ମା ଡାକିବେ କେବଳ ତମେ ମା ହେଇପାରିବନି କିନ୍ତୁ ତମେ ମା ହେଇପାରିବନି ନାମ ଏ ରୂପରେ ସିନା ଏ ଜନ୍ମରେ ମା ହେଇପାରିବିନି ଯଦି ଟ୍ରାନ୍ସଫର ହେଇଯିବି ଟ୍ରାନ୍ସଫର ହେଲେ ନିଶ୍ଚିତ ମା ହେବି ଯଦି ଅନ୍ୟ ଜନ୍ମ ନେବି ମା ହେଇପାରିବେ ନା ଯେତେଟା ଜନ୍ମ ନବ ମୁଁ ତମର ସ୍ୱାମୀ ହେଇକି ଠିଆ ହେବି ମୁଁ ତମର ସ୍ୱାମୀ ହେଇକି ଠିଆ ହେବି କିନ୍ତୁ ତମକୁ ମା କରେଇ ଦେବିନି ନିତ୍ୟ ରାଧା କହିଲା ଦେଖିବା ଓହ୍ଲେଇଲା ବିଶ୍ୱକୁ ପ୍ରଥମେ ହେଲା ଚତୁର୍ଭୁଜା ମା ଲକ୍ଷ୍ମୀ ଲକ୍ଷ୍ମୀ ହେଲେ
ଯାହାକୁ ଆମେ ପୁରାଣରେ କହୁଛେ ବଳରାମ ଦାସ କହିଲେ ନମସ୍ତେ କମଳା ମାଗ ସାଗର ଦୁଲଣୀ ସାଗର ଦୁଲଣୀ ନମସ୍ତେ ନମସ୍ତେ ମାତା ବିଷ୍ଣୁ ପାଠ ରାଣୀ ବିଷ୍ଣୁ ପାଠ ରାଣୀ ନମସ୍ତେ ମାଲୋ ବିଷ୍ଣୁ ପାଠ ରାଣୀ নমস্তে কমলা মাগো অতি দয়াবতী মালো অতি দয়া বতী তাবর জঙ্গম গীত আদি পাড়ু নীতি র প্রথমে লক্ষ্মী হইকি জন্ম হেলা লক্ষ্মীর পুଅ ଅଛି କି ଝିଅ ଅଛି ଆଜ୍ଞା ନାହାନ୍ତି ଆଜ୍ଞା ନାଇଁ ତ ମା ହେଇଛି ବାସ୍ ଜଗତ ମା ଡାକିବ ପିଲା ନଥାଇକି ବି ନାରୀ କି ମା ଡକାଯାଏ ମା ବୋଲି ଡାକିବେ ଛୋଟିଆ ଝିଅ ପିଲାଟେ ହେଇଥିବ ହଁ ଆପଣ କଣ ଡାକୁଛନ୍ତି ମା ବୋଲି ଡାକିବେ ଆରେ ମା ଟିକେ ଆଇଲୁ ହଁ ମା ଆସିଲୁ ଟିକେ ସେ କଣ ପିଲା ଜନ୍ମ କରିଛି ଯେ ମା ହବ ନାଇଁ 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 ପିଲା ଜନ୍ମ ନ କରିକି ଠାକୁରାଣୀ ଭିତରେ ଲକ୍ଷ୍ମୀ ହେଲା ମା ମା ଆକୁ କେହି କାଟି ପାରିବେନି ନାଇଁ 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 ଆଉ ଗୋଟେ ଅବତାର ନେଲା କଲା ପିଲା ଜନ୍ମ ହବା ପାଇଁ ଆଉ ଗୋଟେ ଜନ୍ମ ନେବି ଆଚ୍ଛା ଆଉ କି ପ୍ରକାର ମା ଜନ୍ମ ହେଲେ ଜନ୍ମଟି ହେଉଛି ରାଧା ଆଚ୍ଛା ଭଗବାନ କୃଷ୍ଣ ଜନ୍ମ ହେଲେ ରାଧା କୃଷ୍ଣଙ୍କର ଅଦ୍ୱିତୀୟ ପ୍ରେମ ହେଲା ରାଧା କୃଷ୍ଣକୁ ବାହା ହେଲେ 11 ବର୍ଷ ବୟସରେ ଆଜ୍ଞା ଆଜ୍ଞା 11 ବର୍ଷରେ ବାହାର ହେଲେ ବିବାହର ହେଇଛି ଆପଣ କହିବେ କେଡେ ଗାଲୁଆ ଗାୟକ ଏଇଟା ଆଉ କଣ ରାଧା କୃଷ୍ଣକୁ ଟିକେ ବାହାଇଛନ୍ତି ହଁ ହେଇଛନ୍ତି ଆଉ କୋଉଠି ବାହାଇଛନ୍ତି କୋଉ ଜାଗାରେ କୋଉଠି ଆଜ୍ଞା? गर्ग पुराण कहिला भांडीर वन में राधा कृष्ण का विवाह हुआ था जिसके पुरोधा थे देवर्षि नारद अच्छा और वेदपति ब्रह्मा ए बही दाम होचे 8,000 टंका अच्छा ए बही होचे 8,000 टंका सोना दास घर को मु जो जाइथिली आज्ञा गोटे सुटुकेस रे 2-4 खंड बही थोइछि चट्टी बही जेमती बादाम बाड़ी रे बिका होउछि 8 खंड बही की 10 टंका नौछंती खुदुरुकुणी ओषा सावित्री पुराण पुराण जेमती 7-8 खंड बही ए सोना दास घर से 7-8 खंड बही नृसिंह होता 8 लाख टंकार बही किनिछि ता भीतर खोजिले बाहरिबो ना पाठ नदेले लोक बसिबे हौ बेसम तो ठिया ही पारुनी कष्ट होलानी तथापि मु कहितिली विष्णु आज 11:30 जाके रही तथापि 11:30 बाजिबणी आज्ञा आज्ञा केतेटा 12:30 हेलानी समय गुड़ा कुआड़ जाउछि कि मु तो जानी पारुनी जाऊ आज्ञा हौ रह
ଆଉ 10-15 ମିନିଟ୍ ଖଟିବି। ମୋ ଲୋକମାନେ ଅଛନ୍ତି ପରେ ମତେ ଛାଡ଼ିକି ଯିବାକୁ ମନ ହଉନି। ଆଜ୍ଞା 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 କାହିଁକି ନା ରାତିରେ ନିଦ ଜମା ଲାଗୁନି। ନାଇଁ ମ ସଦାବେଳେ ଆପଣମାନେ ମନେ ପଡୁଛନ୍ତି। ବାସ୍ କାହିଁକି ନା ମୋ ଜୀବନର ତପସ୍ୟା ହଉଛି ପାଲା। ମୁଁ ଲୋକଙ୍କୁ କେମିତି ବସେଇବି। ବାସ୍ ତାଙ୍କ ରାଧା ଜନ୍ମ କଥା ଶୁଣ, ଆଙ୍କ ରାଧା ଜନ୍ମ କଥା ଶୁଣ। ଏ ରାଧା ଜନ୍ମ ହେଲା କେମିତି? ବାସ୍ କୃଷ୍ଣ ବିନ୍ଦୁ ଘଷିଲା କହିଲେ ଆକୁ ଖା। ହା ହା ମନା କରିଦେଲା ମା। କୃଷ୍ଣ ଅଭିଶାପ ଦେଲେ ଜୀବନରେ କେବେ ମା ହେଇପାରିବନି। ନା 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 ମା ହେଲା ଲକ୍ଷ୍ମୀ, ହଁ ଛୁଆ ଜନ୍ମ କରିପାରିଲାନି। ନାଇଁ 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 ପୁଅ ଝିଅର ମା ହେଇପାରିଲେନି। ମା ହେଲା ରାଧା, ବାସ୍ ଛୁଆ ଜନ୍ମ କରିପାରିଲାନି। ନା 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 କିନ୍ତୁ କୃଷ୍ଣର ବିନ୍ଦୁକୁ ଜଣେ ଖୁଣ୍ଟିକି ଖାଇଲା। ଆଚ୍ଛା ସେଇ ଜଣକ କିଏ ସେ କିଏ? ସେ କିଏ ଆଜ୍ଞା? ସେଇ ଜଣକ କିଏ ସେ ଖୁଣ୍ଡି ଖାଇଥିଲା? ସେ ଜଣକ କିଏ? ନା କଳା ମେଘ ଦେଖି ନାଚେ ମୟୂର। କଳା ମେଘ ଦେଖି ନାଚେ ମୟୂର, କଳା ମେଘ ଦେଖି ନାଚେ ମୟୂର, କଳା ମେଘ ଦେଖି ନାଚେ ମୟୂର, ରୂପ ଦିଶେ ତାର କି ମନୋହର। କି ମନୋହର। ଏଇଥିପାଇଁ ହଁ ମୟୂର ମୟୂରୀ ଭିତରେ କେତେବେଳେ ପ୍ରେମ ହୁଏନି। ନାଇଁ 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 ମୟୂର ମୟୂରୀ ଭିତରେ ହଁ ଶାରୀରିକ ସମ୍ପର୍କ କେବେ ନାହିଁ। ନାହିଁ ନାହିଁ ନାହିଁ। କଳା ମେଘକୁ ଦେଖିକି ନାଚିବ ମୟୂର, ବାସ୍ ତା ବିନ୍ଦୁ ସ୍ଖଳନ ହବ। ହବ ଆଚ୍ଛା ହବ ହବ। ତାକୁ ମୟୂରୀ ଦେଖିକି ଖୁଣ୍ଟିକି ଖାଇବ। ଆଚ୍ଛା 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 ସେଇ ଖୁଣ୍ଟିକି ଖାଇଥିବା ବୀର୍ଯ୍ୟ ବୋଲି ବିନ୍ଦୁରେ ଆଜ୍ଞା ହଁ ମୟୂରୀ ଗର୍ଭବତୀ ହବ। ହବ ହବ ଆଚ୍ଛା ହବ। এটা ବିଶ୍ୱର ଚିନ୍ତନ। ଆଜ୍ଞା ଆଜ୍ଞା। ମାଙ୍କଡ ପିଲା ଜନ୍ମ କରିବ। ଆଚ୍ଛା ପିଲାଟା ଜନ୍ମ ହେଲା ମାତ୍ରେକେ ମାକୁ କୁଣ୍ଢେଇବ। ହଁ ଧରିଥିବ ମା ଏ ଗଛରୁ ସେ ଗଛ ଡାଳକୁ ଡେଇଁବ। ହଁ ମାଙ୍କଡ ଛୁଆ ଯଦି ହାତ ଖସିଗଲା ସଫା। ସଫା। ବାସ୍ ମାଙ୍କଡର ଦୋଷ ନାହିଁ। ନାହିଁ ବିଲେଇ ଛୁଆ ଜନ୍ମ କରିବ। ବାସ୍ ଜନ୍ମ କଲା ମାତ୍ରେ ପିଲାକୁ କାମୁଡିକି ନିଜ ଦାନ୍ତରେ ହଁ ଏ ଘରରୁ ସେ ଘରକୁ ନବ। ନବ। ହଁ କହନ୍ତି ସାତ ଘର କରନ୍ତି ବୋଲି। ତାହେଲେ ଆମେ ଆଜି ପାଲାର ନିର୍ଯାସରୁ କଣ ପାଇଲେ? ବାସ୍ ଆମେ ପ୍ରଭୁକୁ ଧରିଛେ ହଁ ହଁ ନା ପ୍ରଭୁ ଆମକୁ ଧରିଛି? ବାସ୍ ଆମେ ଜଗନ୍ନାଥକୁ ଯାଇକି ଧରୁଛେ ହଁ ନା ଜଗନ୍ନାଥ ଆମକୁ ଧରୁଛି? ଧରିଛନ୍ତି ଆପଣ କହିବେ ଏଇଟା ଥୁଣ୍ଟାଟା, ହଁ ସେ ଆମକୁ କଣ ଧରିବ? ଆମେ ତାକୁ ଧରିକି ଉଠେଇକି ରଥରେ ବସଉଛୁ। ଆଉ ହଁ କଣ? ହଁ ଭୁଲ। ଯାହାକୁ ଅଚ୍ୟୁତାନନ୍ଦ ପରମହଂସ କହିଲେ, ଆଜ୍ଞା ଆଜ୍ଞା ଆଜ୍ଞା। କହିଲେ ପାଦ ପାଣି ଯାର ନାହିଁ, ହଁ ହଁ ପାଦ ପାଣି ଯାର ନାହିଁ, ପାଦ ପାଣି କି ସୁନ୍ଦର ଦିଶଇ ଯାଇ ফুল আলো যাই ফুল আলো যাই ফুল অজ্ঞানକୁ ଦିଶୁ ନାହିଁ। যাই ফুল জ্ঞান যাই যাই ফুল আলো যাই ফুল ଅଜ୍ଞାନକୁ যাই যাই ମାଲୋ ଲେଖ ତ ଶୂନ୍ୟ ଥିଲେ, ଏ ଲେଖ ତ ଶୂନ୍ୟ ଥିଲେ, ଏ
ଖେଳ କରିବାକୁ ମର୍ତ୍ତେ ଆସିଲେ ଯାଇ ଆଲୋ ଯାଇ ଫୁଲ ଆଲୋ ଯାଇ ଫୁଲ ସୁର ରୂପ ବିକାଶିଲେ ଯାଇ ଫୁଲ ସୁର ରୂପ ବିକାଶିଲେ ଯାଇ ଫୁଲ ଆଲୋ ଯାଇ ଫୁଲ ସୁର ରୂପ ବିକାଶିଲେ ଯାଇ ଫୁଲ। କଣ କହୁଥିଲ ଜଗନ୍ନାଥର ହାତ ପାଦ ନାହିଁ? କଣ ମଞ୍ଚ ଉପରେ କହୁଥିଲ ଜଗନ୍ନାଥର ହାତ ପାଦ ନାହିଁ? ହଁ ତମେ ପୁରୀ ଜମା ଯାଇନ। ପୁରୀରେ ଜଗନ୍ନାଥ କେତେଟା? ଶପଥ ଭାଇନା, ପୁରୀରେ ଜଗନ୍ନାଥ କେତେଟା? ଆଜ୍ଞା ଆକୁ ପାଲା ବାଲା ବୁଝିବେ, ସେତିକି ରିସର୍ଚ୍ଚ ନ କଲେ ହବନି। ପୁରୀରେ ଜଗନ୍ନାଥ 5ଟା ଜଗନ୍ନାଥ ଅଛନ୍ତି। ନା ଗୋବର୍ଦ୍ଧନ ମଲ୍ଲର ଝିଅ, ଗୋବର୍ଦ୍ଧନ ମଲ୍ଲର ଝିଅ ରାଧା। ଆଚ୍ଛା ଦ୍ୱାପର ଯୁଗରେ ଗୋଟେ ଗୌଡ଼ ଥିଲା, ତା ନାଁ ହଉଛି ଗୋବର୍ଦ୍ଧନ ମଲ୍ଲ। ମଲ୍ଲ ଆଜ୍ଞା। ସେଇ ଗୋବର୍ଦ୍ଧନ ମଲ୍ଲ ଦିନେ ଗାଈ ଦୁହୁଁଛି। ଆଚ୍ଛା ଆଚ୍ଛା ଆଚ୍ଛା, ବଡ଼ ଲୋକ ତ ଗାଈ ନିଶ୍ଚିତ ଦୁହୁଁଥବ ଆଉ। ଠିକ ଏତିକି ବେଳେ କଣ ହେଲା? ଶୂନ୍ୟରୁ ଗୋଟେ ଝିଅଟେ ଗଳି ପଡ଼ିଲା। ଆଚ୍ଛା ଶୂନ୍ୟରୁ ଗୋଟେ ଝିଅ ଗଳି ପଡ଼ିଲା। ହଁ 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 ଏ ମା, ସେ ଝିଅର ଆଖି ଖୋଲୁନି, ନାଇଁ, ପାଟି ଖୋଲୁନି, ଆହା ହାତ ଗୋଡ଼ ହଲୁନି, ଆଚ୍ଛା ପଡ଼ିଛି ଆଉ। ହଁ ସେ ଝିଅ ଆଜ ଲାଇକ୍ ଆଜ କୋମା ପେସେଣ୍ଟ, ଆଚ୍ଛା ଆଜ୍ଞା ଆଚ୍ଛା ଆଜ୍ଞା କିଛି ଖୋଲୁନି। କିଛି ଖୋଲୁନି ଆଉ ସେମିତି ପଡିଛି। ସେ ଯୋଉଦିନ ପଡ଼ିଲା ଆହା ତାର 3 ଦିନ ପରେ ଜନ୍ମ ହେଲେ କୃଷ୍ଣ। କୃଷ୍ଣ ଏପଟେ ଯଶୋଦା, ଆହା ସେପଟେ ଦେବକୀ। ଦେବକୀ ବାସ୍ ମାଉସୀ ଝିଅ ଏ ପିଇସି ଝିଅ ଭଉଣୀ, ଆଚ୍ଛା 2 ଜଣ ଯାକ 2 ଭଉଣୀ। ଦି ଭଉଣୀ। ଝିଅ ଜନ୍ମ ହେଲେ ତା 21 କୋଉ ଦିନ ପାଳନ ହୁଏ? 21 ଦିନରେ 21 ପାଳନ। ଚୁପ୍ ଆଜ୍ଞା କଲା 21 ଦିନରେ। ଆଜ୍ଞା, ଆମେ ତ ସେଇଟା ପ୍ରତିପାଳନ କରୁଛୁ। ଝିଅ ଜନ୍ମ ହେଲେ ଆଜ୍ଞା ତା ନାମକରଣ ହବ 31 ଦିନରେ। 31 ଦିନରେ। ଆଚ୍ଛା ପୁଅ ଜନ୍ମ ହେଲେ ଆଜ୍ଞା ତା ନାମକରଣ ହବ ବାପା लो 21 ଦିନରେ। 21 ଦିନରେ। ଆଚ୍ଛା, ଆମେ ସବୁ ଗୋଟାକରେ ଚଲେଇଛେ ଆଉ। 3 ଦିନ ରାଧା ଜନ୍ମ ହେଲା ପରେ ବାସ୍ କୃଷ୍ଣ ଜନ୍ମ ହେଲେ। ଆଚ୍ଛା କୃଷ୍ଣକୁ ଯେତେବେଳେ 21 ଦିନ, ଆଚ୍ଛା ତାହେଲେ ରାଧାକୁ କେତେ ଦିନ ହବ? 24 ଦିନ। 21 ଦିନ 24 ଦିନ। 24 ଦିନ। ये तो 2 ଭଉଣୀ, ହଁ କୃଷ୍ଣ ଜନ୍ମ ହେଇଛି, ଆଚ୍ଛା ରାଧା ଜନ୍ମ ହେଇକି ପଡିଛି। ବାସ୍ ରାଧାର ଯୋଉଦିନ 21 ଦିବସ ପାଳନ ହବ 31 ଦିନରେ, ଆଚ୍ଛା ମା କୃଷ୍ଣକୁ ସାଙ୍ଗରେ ନେଇକି ଗଲା। ଆଚ୍ଛା ଆଚ୍ଛା ବୃଷଭାନୁ ରାଜା ଝିଅ ପଡିଛୁ ହଁ 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 ରାଧା। ଆଚ୍ଛା ଏତିକି ଗବେଷଣା କରିଛ ରାଧା ବିଷୟରେ? ଆଉ ଖାଲି ମାଇ ମା କାହାଣୀ ଗପ କହିକି ରାଧା 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 ହେଇକି ଭଜନ ଗାଇକି ଭଜନିଆ ପାଳିଆ ଭଳିଆ ଯାଉଛ। ପାଠ ବାହାରି କର। ବାସ୍
कृष्ण को नहीं जाइछि माँ अच्छा जेमिति कृष्ण पहुंची राधा पाखे अच्छा माँ डाकिला नानी लो हाँ तोर परा झील जन्म होइछि झीलटा टिके देखैलु केमतिया हैछि टिके धरि पकेबी अच्छा 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 राधा को धरि पकेला मो माँ अच्छा कृष्ण सेतेबेले डाहाण स्तनरु क्षीर खाई बस शोई जाइछन अच्छा ये जेतेबेले राधा को धरिला हाँ स्तनरु क्षीर बासना हला बस कृष्ण जो स्तनरु क्षीर खाई थिले अच्छा माँ राधा हाँ हाँ से स्तनरे मुहटा लगे देला अच्छा 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 जेमिति मुह लगेछि हाँ हाँ कला क्रमे विकास हेला कर चरण कर चरण आहे कर चरण क्रमे विकास हेला कर चरण कर चरण आहे कर चरण चाहू चाहू जे खोली गला नयन से नयन खोली गला नयन 11 वर्ष जेबे ताहांकु हेला कृष्णर राधा संगे विवाह हेला भांडीर बन मध्य नंदराजन स्कंधरे बुहाइण नेउछि कृष्ण ସେଇଠାରେ ଦୁହିଁଙ୍କ ଭେଟ ହୋଇଲା ବ୍ରହ୍ମାସୀନ ସିନା ପୁରୋଧା ହେଲା ରାଧା କୃଷ୍ଣଙ୍କର ଯେ ହେଲା ବିବାହ ସ୍ୱାମୀ ସ୍ତ୍ରୀ ବୋଲି ଦୁହେଁ ପାଇଲେ ନ୍ୟାୟ ପାଲା ବାଲା ପଚାରୁଥିଲେ ରାଧା କୃଷ୍ଣ ଦୁହେଁ ଭାଇ ଭଉଣୀ ଉତ୍ତର ପାଇଲ अच्छा ରାଧାର ମା हाँ କୃଷ୍ଣର ମା बस ପିଇସି ଝିଅ ମାମୁଁ ଝିଅ अच्छा ତେଣୁ ତାଙ୍କ ପୁଅ ଝିଅ କଣ ହେବେ ସମ୍ପର୍କରେ ଭାଇ ଭଉଣୀ ହେବେ थोड़ी है ପାଲା ବାଲାଙ୍କ ଉତ୍ତର ମିଳିଲା ତ ଆଜ୍ଞା 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 ରାଧା କୃଷ୍ଣ ଦୁହେଁ ହେଲେ ବିବାହ हाँ ଭାଣ୍ଡିର ବନରେ बस ଆପଣ କାଲି ଦେଖନ୍ତୁ हाँ ଗର୍ଗ ପୁରାଣ अच्छा ଆପଣ କାଲି ଦେଖନ୍ତୁ ସଂସ୍କୃତ ମହାଭାରତ बस ରାଧାକୃଷ୍ଣଙ୍କର ବାହାଘର ହେଇଛି अच्छा ସ୍ୱାମୀ ସ୍ତ୍ରୀ ହେଲେ ତ ଆଜ୍ଞା 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 हाँ ପାଲା ବାଲା ପଚାରୁଥିଲେ ଦି ଜଣ ଯାକ ମାଇଁ ଭଣଜା हाँ हाँ ଏଇଟା ବଡ କଥା ନୁହେଁ हाँ କାରଣ ଚନ୍ଦ୍ରସେଣାର ସ୍ତ୍ରୀ ହେଇଗଲା ରାଧା ରାଧା କୃଷ୍ଣର ମାମୁଁ ହଉଛି ଚନ୍ଦ୍ରସେନା ଚନ୍ଦ୍ରସେନ ଆଉ ମାଇଁ ହେଲେ ଆଉ ଆଜ୍ଞା ଆଜ୍ଞା ଦୁହେଁ ହେଲେ ମାଇଁ ଭଣଜା बस ମୁଁ କଣ ଠିକା ନେଇଛି କେବଳ ତମ ପ୍ରଶ୍ନର ଉତ୍ତର ଦେବା ପାଇଁ आज्ञा 11 ଦିନ ହେଲା ମତେ ହାଲିଆ କଲଣି ଖାଲି ପ୍ରଶ୍ନ ପଚାରୁଛ बस ମୁଁ ଦିଟା ପ୍ରଶ୍ନ ପଚାରିଛି ଯେ ଆଜି ଯାକେ ଉତ୍ତର ମିଳୁନି मेरी मने ମିଳିଲାନି ଉତ୍ତର ପାଇଲନି ଆଉ କଣ ନିରଞ୍ଜନପୁରରେ 31 ରାତି ପାଲା ହେଲେ ତମେ ଉତ୍ତର ଦବ हाँ हाँ ମୂର୍ଖ ପାଲା ବାଲା ପାଲା ଶିଖ हाँ ଆଉ ନହେଲେ ପେଣ୍ଡାଲରେ ଖାଲି ହୋତା 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 हाँ ସତେ ଆଙ୍କ ଘରେ ବୋଧେ ମୁଁ କୋଶଳା ଶାଗ କାଟୁଥିଲି हाँ सत कथा सेई भलिया कथाबार्ता आज्ञा, आज्ञा। सारंको ଆଁ?
ଘର କରୁଛ ଯେ କବାଟ ଦେଇପାରୁନ ପାଲା ଏତେ ଗାଉଛ ପଇସା କୁଆଡେ ଯାଉଛି ହଁ 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 ବ୍ୟାଙ୍କ ହଁ ଭାରି ବ୍ୟାଙ୍କ ଇଏ ଦେଖିଲା ବେଲେ କାରଣ ଇଏ ଯେତେ ରୋଜଗାର କରିବ ଅଣ୍ଟିବନି ଏ ଗାଈକୁ ଆଉ ସତ କଥା ଆଉ ମିଛ କଥା କହିଲେ ଅଣ୍ଟିବ କେମିତି କାରଣ କର୍ମ ଯଦି ଠିକ ହଁ ସମ୍ପତ୍ତି ଠିକ ବାସ୍ ମୁଁ ଏଇଠି ଆସିଛି ଟଙ୍କା 50,000 ନେବି ମୋ ଝିଅର ଆଡମିସନ ହବ ଆଚ୍ଛା ମୋ ସ୍ତ୍ରୀ କହିଲା ବ୍ୟାଙ୍କରୁ ଉଠେଇବି ମୁଁ କହି ଚୁପ୍ କଣ ବ୍ୟାଙ୍କରୁ ଉଠେଇବୁ ଆଉ, ମୁଁ କୁଆଡେ ଆଇଛି ଏଠିକି ଘାସ କାଟିବାକୁ ଆଇଛି ମୁଁ ପୁରା ବ୍ୟାଙ୍କ ମୁଁ ପରା ଷ୍ଟେଟ ବ୍ୟାଙ୍କ ଓଡ଼ିଶାରେ ନୃସିଂହ ହୋତା ପାଲା ଗାଇକି କୋଟିପତି ବାସ୍ ତମକୁ କାହିଁକି ଅଣ୍ଟୁନି ପାଲା ଠିକ କର ହଁ ଭଗବାନଙ୍କ ପ୍ରତି ଏକାଗ୍ରତା ରଖ ବାସ୍ ମୁଁ ରାତି ପାଇଲେ କୋଉଦିନ ଆଜ୍ଞା ନାରାୟଣକୁ ମୁଣ୍ଡିଆଟେ ମାରୁନି ନାଇଁ 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 ସତ କଥା କହୁଛି ଆଜ୍ଞା ମୁଁ କେତେବେଳେ କୋଉ ଠାକୁର ଠାକୁରାଣୀକି ବିଶ୍ୱାସ କରେନି ଆଚ୍ଛା ପେଟ ପୋଷିବା ପାଇଁ ଚାମର ଧରୁଛି ପାଲା ଗାଉଛି ହଁ ହଁ କିନ୍ତୁ ମୋ ନାରାୟଣ କିଏ ଜାଣିଛୁ କିଏ ସେ କିଏ ସେ ଗାଁ ତାମାନେ ଜନତା ମଣ୍ଡଳୀ ଏଇ ଜନତା ଜନାର୍ଦ୍ଦନ ମୋ ନାରାୟଣ ବାସ୍ ଏଇମାନଙ୍କ ଆଶୀର୍ବାଦରେ ହଁ ହଁ ନୃସିଂହ ହୋତା ମରୁ ମରୁ ବଞ୍ଚିଲା ସତ କଥା ଆଜ୍ଞା ସାରା ଓଡ଼ିଶାର ଲକ୍ଷ ଲକ୍ଷ ଦୀପ ଜଳାଗଲା ହଁ ନୃସିଂହ ହୋତା କେମିତି ବଞ୍ଚି ଯାଉ ଆଉ ଯାହା ହଉ ତାହେଲେ ମୋ ଭଗବାନ କିଏ ସତା ଆଜ୍ଞା ଏ ପଥର ମୂର୍ତ୍ତି କାଳି ହେଉଛି ମୋର ଇଷ୍ଟ ଦେବୀ ଆଚ୍ଛା ନା 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 ଯୋଉ ମା ଭଉଣୀ ଯେତିକି ବସିଛ ଆହା ତମେ ମୋ ଇଷ୍ଟ ଦେବୀ ଆହା ଏ ମୟୂର ଚନ୍ଦ୍ରିକା ବୋଲେ ମୟୂର ଲାଞ୍ଜ ଏ ଚାମର ଗାଈ ଚମରି ଗାଈ ଲାଞ୍ଜକୁ ଧରିକି ବାତ୍ ମୁଁ ପାଲା ଗାଉଛି ମୁଁ ଆକୁ ନାରାୟଣ କହିବି ନାଇଁ ଆପଣମାନେ ହେଉଛନ୍ତି ମୋ ନାରାୟଣ ଆହା ତେଣୁ ଆପଣମାନଙ୍କ ଆଶୀର୍ବାଦ ଯେତିକି ଦିନ ଥବ ଥିବ ନୃସିଂହ ତାର କିଛି ହବନି ବାସ୍ ପାଲା ଗାଉଛି ସାପ କାମୁଡ଼ିଲା ହଁ ଶୋଇଛି ରାତି 3:10 ଆଚ୍ଛା ଶୋଇବା ଅବସ୍ଥାରେ ସାପ କାମୁଡ଼ିଲେ ଲୋକ ବଞ୍ଚିବ ନା 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 ମତେ ବଞ୍ଚେଇଲା କିଏ ଇଏ ନା ଆଉ ଆପଣମାନେ ବଞ୍ଚେଇଛନ୍ତି ଓହୋ ହସ୍ପିଟାଲରେ ପଡ଼ିଲି ଭେଣ୍ଟିଲେଟର ଯାଠି 4-5 ଦିନରୁ ଅଧିକ ଲାଗେ ସେ ବଞ୍ଚିବନି ଓହୋ କେବଳ ଆହା ପଦରେ ତରି ଯାଇଛନ୍ତି ମୋ ମୁହଁରେ ଲାଗିଲା ଭେଣ୍ଟିଲେଟର 18 ଦିନ ବାତ୍ ମତେ ବଞ୍ଚେଇଛି କିଏ ଇଏ ବଞ୍ଚେଇଛନ୍ତି ଆପଣମାନେ ବାସ୍ ପାଲା ଗାଈ ଆସୁଛି ବାଁ ଗୋଡକୁ କୁକୁର କାମୁଡ଼ିଲା ଆହା ଏ 7-8 ମାସ ଭିତରେ ଏତିକି ଦୁର୍ଘଟଣା ବାସ୍ ପାଲା ଗାଈ ଯାଉଛି ଡ୍ରାଇଭର ନେଇକି ମୋ କାରକୁ ଗୋଟେ ଗଛରେ ବାଡ଼େଇଲା ଗୋଟେ ପାଳିଆ ମରିଗଲା ଓହୋ ମୁଁ ଗାଡ଼ି ଆଗରେ ବସିଛି ଆଚ୍ଛା ଗଛରେ ମାଡ଼ ହେଲା ଗାଡ଼ି ବାତ୍ ପ୍ରଥମେ ମରିବା କଥା କିଏ ହଁ ମୁଁ ଗାଡ଼ି ଆଗରେ ବସିଛି ନା ହଁ ମତେ ବଞ୍ଚେଇଲା କିଏ ଇଏ ନାଇଁ ମତେ ବଞ୍ଚେଇଛନ୍ତି ଆପଣମାନେ ବାସ୍ ଆପଣମାନଙ୍କର ସ୍ନେହ ଆଚ୍ଛା ଆପଣମାନଙ୍କର ଶ୍ରଦ୍ଧା ଆଚ୍ଛା ଆପଣମାନଙ୍କର ଭଲ ପାଇବା ଆ ଆପଣମାନେ ଯୋଉ ହରିବୋଲ ଟିକେ ଦେଇଛନ୍ତି ବାସ୍ ଦୀପ ଟିକେ ଜାଳିଛନ୍ତି ହଁ ହଁ ସେଇ ମତେ ନୂଆ ଜୀବନ ଦେଲା ବାସ୍ ହଉ ଯାହା ହଉ ଆହା ରାତି 12ଟା ଡେଇଁଲାଣି ପୁଅ ଆଜ୍ଞା ଆଉ ଠିଆ ହେବାକୁ ବି ବଳ ନାହିଁ ସମୟ ମଧ୍ୟ ଯଥେଷ୍ଟ ହେଇଗଲାଣି ବାସ୍ ତେଣୁ ଯୋଉ ହରିବୋଲରେ ମୁଁ ବଞ୍ଚିଛି ଆପଣମାନେ ମତେ ହରିବୋଲ ଦେଇକି ବଞ୍ଚେଇଛନ୍ତି ଆଚ୍ଛା ଗଲାବେଳେ ହୋତା ପୁଅ করে নিবেদন
ହୃଦୟ ଖୋଲିକି ଦିଅ ଟିକେ ହରି ବୋଲ ସ୍ୱନ ସେଇ ହରି ଆପଣଙ୍କ କରନ୍ତୁ କଲ୍ୟାଣ ମଙ୍ଗଳ ବାଞ୍ଛନ୍ତୁ ପ୍ରଭୁ ସତ୍ୟନାରାୟଣ କାଲି ପୁଣି ସନ୍ଧ୍ୟା 7ରେ ହବା ପରା ଦେଖା ମଙ୍ଗଳ କରୁ ତୁମର ସୁଦାମାର ସଖା ଜୟ ଜୟ ଜଗନ୍ନାଥ ନୀଳାଦ୍ରି ମଣ୍ଡନ ଦନ୍ତ ଅଗ୍ରରେ ପୃଥିବୀ କରିଲ ଧାରଣ ମତ୍ସ୍ୟ ଅବତାରେ ଶଙ୍ଖା ସୁରକୁ ମାରିଲ କଚ୍ଛପ ଅବତାରରେ ଧରଣୀ ଧରିଲ ବରାହ ଅବତାରରେ ପାତାଳୁ ଧରଣୀ ଦନ୍ତ ଅଗ୍ରରେ ଟେକିଲ ଆହେ ଦିନ ମଣି ଚତୁର୍ଥେ ହୋଇଲ ପ୍ରଭୁ ନୃସିଂହ ଅବତାର ପ୍ରହ୍ଲାଦକୁ ଟେକିଦେଲ ସ୍ୱୟଂ ସ୍ୱର୍ଗପୁର ବାମନ ହୋଇଣ ପ୍ରଭୁ ଗଲ ବଳି ଦ୍ୱାର ପରଶୁରାମ ହୋଇ ପୃଥିବୀ ନିକ୍ଷତ୍ରିୟ କଲ ଏକବିଂଶ ବାର ରାମ ରୂପେ ମହାପ୍ରଭୁ ହେ ବଧିଲ ରାବଣ ହଳ ମୁସଳ ଧରିଣ ହେଲ ବଳରାମ ତୁମ୍ଭଦ୍ର ପରେ ମରିଲା ଯେ କନ୍ଦରା ସୁର ଏଥିପାଇଁ କେନ୍ଦ୍ରାପଡ଼ାରେ କରିଅଛ ଘର ଜୟ ଜୟ ବଳରାମ ହେ ରେବତୀର ମଣ ତାପରେ ବୃଦ୍ଧ ରୂପକୁ କରିଲ ଧାରଣ ଆଉ ଗୋଟେ ରୂପ କେବଳ ବାକି ଅଛି ପ୍ରଭୁ କେଉଁଦିନ କଳ୍କି ରୂପ ନବୁ ମହାପ୍ରଭୁ ଦିନ ମହାପ୍ରଭୁ
কলকি রূপ হব কা ঘরে কেউ তারিখরে কেউঠি জন্ম হব কালি হোতা যে কহিব ଏହି ଠାରୁ ନୃସିଂହ ହୋତା ମାଗିଲା ବିଦାୟ ଆଉ ଧରେ ମାଗୁଅଛି ଧରେ ହରିବୋଲ ଦିଅ ମା ମୋର ବସି ଅଛ ତୁମ୍ଭେ ଦୁଇ ଜଣ ପ୍ରଭୁ ନାମେ ଟିକେ ହୁଳ ହୁଳି ଦିଅଲୋ ପ୍ରମାଣ ବୋଲୋ ଦିନ ଜନସ୍ୟ ଶରଣ ରକ୍ଷଣ ମହାବାହୁ ବୋଲୋ ଦିନ ଜନସ୍ୟ ଶରଣ ରକ୍ଷଣ ମହାବାହୁ ଆନନ୍ଦ ସାଗରେ ପୀର ଦରବାରେ ଆନନ୍ଦ ସାଗରେ ପୀର সর্বে হরিবোল করতালি হুড়ো হুড়ি দিও এ বিশ্ব